ମୁଁ ଜଣେ ସାନ ଭାଇ କି ହରେଇଛି। ମତେ ଭଲ ପାଉଥିବା ହ୍ୟୁମାନ ର କାହା ସାଙ୍ଗରେ କଣ ସମ୍ପର୍କ ମୁଁ ଜାଣିନି। ଶେଷ ଦେଖା MRR ଷ୍ଟୁଡିଓରେ ଅନେକ ଯେତେ ତାର ଗୋଟେ ବହୁତ ଭଲ ଗୁଣ, ତାର ସବୁବେଳେ ବଡ ଭାଇକୁ ସମ୍ମାନ ଦବା, ସାନ ମାନଙ୍କୁ ସ୍ନେହ କରିବା, ନକଲ କରିବା, ଯୋଉ ମାହୋଲକୁ ଯିବ ସେଇଠି ହସେଇବ ଆଉ ସମସ୍ତଙ୍କୁ ଏମିତି କରିଦବ, ସମସ୍ତଙ୍କୁ ନିଜର କରିଦବ। ସେଇ ଯୋଉ ଶକ୍ତିଟା ଭଗବାନ ତାକୁ ଦେଇଥିଲେ, ସମସ୍ତଙ୍କୁ ନିଜର କରିପାରୁଥିଲା ବୋଲି ହୁଏତ ତାଙ୍କ କଣ୍ଠରେ ସେମିତି ଭଗବାନ ଯାଦୁ ଦେଇଥିଲେ ଯେ ସମସ୍ତଙ୍କୁ ତାଙ୍କ ଭଏସର ଯାଦୁରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ। ହ୍ୟୁମାନ ସାଗର ଗୋଟେ ନାଁ ନୁହେଁ, ଗୋଟେ ଇମୋସନ ଆମ ଓଡିଶାର। ବହୁତ ସିଙ୍ଗର ଥାଆନ୍ତି, ଜନ୍ମ ନିଅନ୍ତି, ସୁପରହିଟ୍ ଗୀତ ଗାଆନ୍ତି, ତାପରେ ସ୍ତର କମେ କି ବେଶୀ ହୁଏ ଜାଣିନି, କିନ୍ତୁ ହ୍ୟୁମାନ ତାଙ୍କ ସ୍ତରକୁ ଉପରକୁ ଉଠେଇ 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 ଚାଲିଗଲେ। ଭାଇ ଏବେଟା ଯୋଉ ହସ କମେଡି କରନ୍ତି, ଗୀତ ଗାଆନ୍ତି, ଏଇ ପଛରେ ତାଙ୍କର ବହୁତ ଦୁଃଖ ଲୁଚିକି ରହିଗଲା କି ଯୋଉଟା ଆପଣ ମାନେ ବି ଜାଣିପାରି ନଥିବେ କିମ୍ବା ମୁଁ ଆପଣ କେବେ ପଚାରି ବହୁତ ନଥିବେ। ବହୁତ କଥା ମତେ ସେୟାର କରେ। ତାର ବହୁତ କମ ଦୋସ୍ତି ଆମ ସାଙ୍ଗରେ ଥାଏ, ମାନେ ମାନେ କଣ କି ଦୋସ୍ତି ମାନେ କଣ, ଯେହେତୁ ସାନ ସିଏ ଆମ ମତେ ଆଉ ଅଭିଜିତ ମିଶ୍ରକୁ ଆମେ ଦି ଜଣଙ୍କୁ ସିଏ ଟିକେ ହୃଦୟରୁ ଡରେ, କିନ୍ତୁ ସେୟାର ବି କରେ କଥା, ପ୍ରତ୍ୟେକ କଥା। ମଝିରେ ଆମେ ଲାଷ୍ଟ ଟାଇମ କଥା ହେଇଥିଲୁ, ମୁଁ ଜାଣିବା ପାଇଁ ପାଉଥିଲି ଯେ ତାଙ୍କ ଝିଅକୁ ସେ ବହୁତ ମିସ୍ କରୁଥିଲେ। ବହୁତ ଥର କହୁଥିଲେ ଦାଦା ଇଚ୍ଛା ହଉନି, ବଞ୍ଚିବା ପାଇଁ ଇଚ୍ଛା ହଉନି, ଯେ ମୋ ଝିଅକୁ ଟିକେ ଦେଖି ପାରୁନି, ମୁଁ ଯାଇପାରୁନି ଝିଅକୁ ଦେଖିବା ପାଇଁ। ଏ କଥା ମୁଁ ପରିପ୍ରକାଶ କରେନି, ଆଉ ଉଚିତ ନୁହେଁ ଯେ ଏ ସମୟରେ ପରିପ୍ରକାଶ କରିବା, କିନ୍ତୁ ମୁଁ ଏତିକି ଜାଣିଛି ତା ଝିଅକୁ ସେ ବହୁତ ଭଲ ପାଉଥିଲା, ବହୁତ ଭଲ ପାଉଥିଲା। ଲାଷ୍ଟ ୱିକ୍, ମୁଁ କହୁଛି ଲାଷ୍ଟ ୱିକ୍ କଥା, ଯୋଉ ମେଡିକାଲ ଯିବାର 3 ଦିନ ପୂର୍ବରୁ ଆମେ MRR ଷ୍ଟୁଡିଓରେ ବସିଥିଲୁ, ଶକ୍ତି ଭାଇ, ମୁଁ, କୃଷ୍ଣଚନ୍ଦ୍ର ଭାଇ, ଧୀର ଭାଇଙ୍କର ଗୋଟେ ମ୍ୟୁଜିକ ହଉଥିଲା, ମୁଁ ଆସିଥିଲି ସାବିତ୍ରୀ ମ୍ୟୁଜିକ ପାଇଁ। ମୁଁ ପଛରେ ପଶିଲି, ତାଙ୍କର କମେଡି ଚାଲିଥାଏ, ସେ ସବୁବେଳେ କମେଡି କରେ ଷ୍ଟୁଡିଓରେ। ଆ ବିଷୟରେ ଯିଏ ନଥିବ, ମାନେ କାହାର କିଏ କେମିତି କଥା ହୁଏ, କେମିତି ଗୀତ ଗାଆନ୍ତି, ସମସ୍ତଙ୍କୁ ନକଲ କରିବ, ହସେଇ ହସେଇ ପେଟ ବଥା କରିଦବ। ସିଏ ଚାଲିଥାଏ, ମୁଁ ଏଣ୍ଟ୍ରି କଲି, ସମସ୍ତେ ଅଛନ୍ତି, ସେ ଆସିଲା, ପାଦ ଧରିକି ଜୁହାର ହେଲା। ଆଉ ସବୁବେଳେ ସେ ସେୟା କରେ, ମୁଁ ତାକୁ ସବୁବେଳେ ମନା କରେ, ହ୍ୟୁମାନ ତୁ ଏତେ ବଡ ଷ୍ଟାରଟା ଆମ ଓଡିଶାର, ମତେ କେବେ ଜୁହାର ହନା। କିନ୍ତୁ ତା ଭିତରେ ସେତିକି ଶାଳୀନତା, ସେତିକି ସମ୍ମାନ ଦବାର କ୍ୟାପାସିଟି, ମୁଁ ହୁଏତ ବଡ ଭାଇ ହେଇପାରେ, କିନ୍ତୁ ସେଇ ଜିନିଷଟା ତାଠୁ ଶିଖିଗଲି ଯେ ସମ୍ମାନ ଦେଲେ ସମ୍ମାନ ଆପଣ ଯେତେବେଳେ ତାଙ୍କ ମା କାଲି କାନ୍ଦୁଥିଲେ, ଆପଣ ତାଙ୍କ ପାଖରେ ଠିଆ ହେଇ କହୁଥିଲେ ଆପଣଙ୍କ ଝିଅ ହିଁ ନେକ୍ସଟ ହ୍ୟୁମାନ ସାଗର ହବ ବୋଲି, ନିଶ୍ଚିତ। କାହିଁକି ଏଇ କଥାଟା କହୁଥିଲେ? ହ୍ୟୁମାନ ଆପଣ ହ୍ୟୁମାନଙ୍କୁ ଆଖି ବନ୍ଦ କରିଦେବେ, ତା ଝିଅକୁ ଦେଖିବେ। କାହିଁକି ନା ହ୍ୟୁମାନ ର ପୁରା ଅବିକଳ ହେଇଛି ତା ଝିଅ, ଆଉ ପୁରା ସେମିତି କଥାବାର୍ତ୍ତା, ସେମିତି ପୁରା ଇମୋସନାଲ। ଆଉ ହ୍ୟୁମାନ ଯେମିତି ଗୀତ ଗାଇ, ତାଙ୍କ ଝିଅ ବି ବହୁତ ଭଲ ଗୀତ ଗାଉଛନ୍ତି। ଆଉ ଭଗବାନ କରନ୍ତୁ, ମୁଁ ମହାପ୍ରଭୁଙ୍କୁ ଡାକିବି ତା ଝିଅ ନେକ୍ସଟ ହ୍ୟୁମାନ ହେଇକି ଆସିବ, ଯୋଉଟା ତାଙ୍କ ତାଙ୍କ ଜେଜେମା ଚାହୁଁଛନ୍ତି। ହ୍ୟୁମାନଙ୍କର ମା, ହ୍ୟୁମାନ ହ୍ୟୁମାନର ଯୋଉ ପରିବାର, ତାଙ୍କ ବାପାଙ୍କ ସାଙ୍ଗରେ ବି ମୁଁ ମିଶିଛି, ତାଙ୍କ ବାପା ମତେ ପୁଅ ଭଳି ସ୍ନେହ କରନ୍ତି। ତାଙ୍କ ମାଙ୍କ ସାଙ୍ଗରେ ମୁଁ ସବୁବେଳେ ପ୍ରାୟ ଟାଇମ ଯେତେବେଳେ ଦେଖା ହୁଏ, ମତେ ବହୁତ ସ୍ନେହ କରନ୍ତି। ଇଭେନ ଯୋଉଦିନ ହ୍ୟୁମାନ ଚାଲିଗଲେ ଦୁନିଆରୁ, ସେ ତ ଚାଲି ଯାଇନି କହିବିନି, ସେ ଆମ ସମସ୍ତ ହୃଦୟରେ ଅଛି। ତାଙ୍କର ସୁନ୍ଦର ସୁନ୍ଦର ଗୀତ ମାଧ୍ୟମରେ ସେ ଅଛନ୍ତି, ଆମ ହୃଦୟରେ, ସମସ୍ତଙ୍କ ହୃଦୟରେ ଅଛନ୍ତି। ଯୋଉଦିନ 6ଟା 7ଟା ବେଳେ ସେ ଯେତେବେଳେ ଚାଲିଗଲେ, ମୁଁ 2ଟା ବେଳେ ଯାଇଥିଲି, ଦିନ 2ଟା ବେଳେ ମାଉସୀଙ୍କ ସାଙ୍ଗରେ ଘଣ୍ଟାଟେ କଥା ହେଲି, ତାଙ୍କ ମିସେସ୍ ଶ୍ରେୟାଙ୍କ ସାଙ୍ଗରେ ବି ଅଧଘଣ୍ଟେ ବହୁତ ସମୟ କଥା ହେଲି। ଶ୍ରେୟା ବସିଥିଲେ, ମୁଁ ଯାଇକି ପହଞ୍ଚିଲି, ବହୁତ ସମୟ କଥା ହେଲୁ। ଆଗେ କହିଦିଏ ଯେ ମାଙ୍କ ସାଙ୍ଗରେ କଣ କଥା ହେଲି। ମା ଏତେ ପାଗଳ ତାଙ୍କ ପୁଅଙ୍କ ପାଇଁ, ସେ କେତେବେଳେ କଣ କହନ୍ତି ସେ ବି ଜାଣନ୍ତିନି। ମାନେ ଖାଲି କହୁଥାନ୍ତି ମୋ ପୁଅକୁ କିଏ ଟିକେ ବଞ୍ଚେଇ ଦିଅନ୍ତା, ମୋ ପୁଅକୁ କିଏ ଟିକେ ଫେରେଇ ଦିଅନ୍ତା। ତେଣୁ ମା ନା, ମା ସବୁବେଳେ ଚାହିଁବ ତା ପୁଅ କେମିତି ସୁସ୍ଥ ହେଇକି ତା ପାଖକୁ ଫେରି ଆସିବ। ଆପଣଙ୍କୁ ସତରେ ଲାଗୁଥିଲା ହ୍ୟୁମାନ ସାଗରକୁ ୟୁଜ କରାଯାଉଛି ବୋଲି? ମୁଁ ସେ ବିଷୟରେ କେବେ ଜାଣିନି, କେବେ ଅନୁଧ୍ୟାନ କରେନି, କେବେ ବୁଝି ନାହିଁ ବି। ମୁଁ ଏତିକି ଜାଣିଛି ହ୍ୟୁମାନ ଗୋଟେ ବହୁତ ଭଲ ପିଲା। ହ୍ୟୁମାନ ତାର ନିଶା ଖାଇବା ତାର କାରଣ ସେ ଏବେ ନାହିଁ। ଆମେ ଯେତେବେଳେ ଜଜ୍ ହିସାବରେ ବି ବସୁଥିଲୁ ଭଏସ୍ ଅଫ୍ ଓଡ଼ିଶା ପ୍ୟାନେଲରେ, ସେତେବେଳେ ବି ସେ ନିଶା ତାର ଟିକେ ଟିକେ ଥାଏ। ମୁଁ ତାକୁ ବହୁତ ଥର ରାଗେ, ଧନରେ ତୁ ଏସବୁ କରନା, ତୁ କାହିଁକି କରୁଛୁ ଏସବୁ, ଏତେ ଖରାପ ହବ, ତୁ ଏତେ ଭଲ ସିଙ୍ଗର, ଭଗବାନ ତତେ ଏତେ ସୁନ୍ଦର ଗଳାଟେ ଦେଇଛନ୍ତି, ବହୁତ ବୁଝାଏ। କାହାକୁ ବିଶ୍ୱାସ ହଉ ନ ହଉ, ମୁଁ କହିବି, ବିଷ୍ଣୁମାନ କହିବି, ମୁଁ ରାଣ ପକେଇ କହୁଛି ଯେ ମୁଁ ହ୍ୟୁମାନଙ୍କୁ ବହୁତ ଥର ମନା କରିଛି, ଧନ
ତୁ ଏସବୁ ତୁ ଦୂରେଇ ଯା, କାହିଁକି ତୋଠୁ ମୁଁ ବଡ଼, ଆଜି ପର୍ଯ୍ୟନ୍ତ ମତେ ନିଶା ଛୁଇଁ ପାରେନି, ତୁ କେମିତି ଏଥିରେ ବୁଡ଼ିକି ରହୁଛୁ। ସବୁବେଳେ କହେ ଏଇ କାରଣ ଦେଖେଇବ, କହିବ ମୁଁ ଟିକେ କଷ୍ଟରେ ଅଛି, ମୁଁ ଟିକେ ଏଇ ଦୁଃଖରେ ଅଛି, ଏଇ କାରଣ ଦର୍ଶେଇକି ସେ, କିନ୍ତୁ ତାର ଗୀତ ଗାଇବାରେ କେବେ ଜଣା ପଡେନି ସେ ନିଶା ଖାଏ ବୋଲି। କିନ୍ତୁ ଏତିକି କହିବି, ତାର ସବୁ ଗୀତ ସୁପରହିଟ୍ ହବାର କାରଣ ଯେ ସିଏ ସବୁ ଗୀତକୁ ଭଲ ସେ ଜଷ୍ଟିଫାଏ କରେ, ଆଉ ତା ଗୀତ ଯେତେବେଳେ ଶୁଣିଲେ ବୋର ଲାଗିବନି, ସବୁବେଳେ ସୁପରହିଟ୍। ସେଇଥିପାଇଁ ସେ ସୁନ୍ଦର ମଣିଷଟା ଭିତରୁ ଥିଲା। ତାଙ୍କର ଗୋଟେ ଗୀତ ମୁଁ ବହୁତ ଥର କାନ୍ଦିଛି, ମଞ୍ଚରେ ବି, ଆଉ ଯେତେବେଳେ ଆମେ ଜୁରି ହିସାବରେ ବସିଥିଲୁ ଭଏସ୍ ଅଫ୍ ଓଡ଼ିଶାରେ। ଟିକେ ଗାଇକି ଶୁଣେଇବେ। ନାରେ ନାରେ ଟିକେ ରହରେ, ଫେରି ଜାନା ତୁ ପର କରି, କଥା ଥିଲା ଫୁଲ ସେଜ ଆମ ପାଇଁ ହବ ସଜ, ଦାରେ ରେ ରା ମତେ ପାଶୋରି, ଫେରିଆ ସାରି, ଫେରିଆ ସାରି। ମୁଁ କହୁଛି ମୋ ରୁମ ଠିଆ ହେଉଛି, ମୁଁ ଗାଉଛି ମୋ ରୁମ ଛିଡା ହେଉଛି, ଶିହରଣ ସୃଷ୍ଟି ହଉଛି ମୋ ଦେହରେ। କାହିଁକି ହ୍ୟୁମାନଙ୍କର ଯୋଉ ଗାୟକିରେ ଏତେ ଭଗବାନ, ଆମେ ପ୍ରାୟ ଟାଇମ୍ ଇରା ମହାନ୍ତି ଅପାଙ୍କର ମୋର କଥା ହଉ ଯେ ତା ଇମୋସନ ଟା ଭଗବାନ ମାନେ ଗିଫ୍ଟେଡ୍, ଗଡ୍ ଗିଫ୍ଟେଡ୍। ମୁଁ ଗାଇଲେ ହୁଏତ କୋଉଠି ଗୋଟେ କ୍ଲାସିକାଲ ଗାଇବା ପାଇଁ ଟ୍ରାଏ କରେ, କି ଇମୋସନ ଦବା ପାଇଁ ଟ୍ରାଏ କରେ, କିନ୍ତୁ ହ୍ୟୁମାନ ର ଭଗବାନ ଦେଇଥିଲେ।